हाय गाइस, जय श्री राम, जय हिंद, जय भारत। तो गाइस, ଆପଣଙ୍କ ଛୋଟବେଳର କଥା ମନେ ପଡ଼ୁଛି ନା? ମୁଁ କହିପାରିବିନି, ମୋର ତ ଆଜି ବହୁତ ମନେ ପଡ଼ୁଛି। ତ ଗାଇସ୍, ଆଜି ହେଲା ପବିତ୍ର ଅଗଷ୍ଟ 15। ଆଜି ଦିନରେ ଦେଶ ସ୍ୱାଧୀନ ହେଇଥିଲା। ତ ଗାଇସ୍, ମାନେ ଯେଉଁ ଭିଡ଼ିଓ ଫଟୋ ଡାଉନଲୋଡ଼, ମାନେ ଏ ଯେଉଁ ଭିଡ଼ିଓ ଫଟୋ ଯେଉଁ ଯେଉଁ ଆମର ଅନଲାଇନ୍ରେ ଆସୁଛି, ମୁଁ ଦେଖିଲାକୁ ମୋ ଛାତି ପୁରା ଫୁରି ଯାଉଛି। ଆଜି ମୋର ମନେ ପଡ଼ୁଛି, ଆମେ ସ୍କୁଲରେ ପଢ଼ିଲା ବେଳେ ଆମେ କେତେ ମାନେ ଭୋର ଉଠିକି ଫୁଲ, ଚନ୍ଦନ, ଧୂପ ନେଇକି ପହଞ୍ଚାଉ ଆମ ସ୍କୁଲକୁ। ଆମ ସ୍କୁଲର ପତାକା ହେଲା ବେଳେ ଆମେ ଯେଉଁ ପ୍ରାର୍ଥନା ଗାଇବା ନା, ଆମେ ଯେଉଁ ସ୍ଲୋଗାନ ଦେବା ନା, କେତେ ଆମକୁ ଆନନ୍ଦ ଲାଗେ। ଆମ ଗୁରୁଜୀ, ମାଷ୍ଟର, ମାଷ୍ଟରାଣୀ, ଦିଦି, ସାରେ କେତେ ରକମ କୁହନ୍ତି, ଏ ଭାରତ ମାତା କି ଜୟ। ତାପରେ ଯେଉଁ ଲାଷ୍ଟ ବେଳକୁ ଆମକୁ ଯେଉଁ ଦେବେ ନା, ବୁନ୍ଦିଆ ଲଡ଼ୁ ଦେବେ ନା, ଓ ଏତିକି ମିଳୁ, କିନ୍ତୁ ବହୁତ ଟେଷ୍ଟ ଲାଗେ, ପେଟ ପୁରିଯାଏ। ତ ସେଇବେଳେ ତ ଗାଇସ୍, ସେଇ ଦିନର କଥା ଆଜି ବହୁତ ମନେ ପଡ଼ୁଛି। ଆଜି ମୁଁ ଗାଁ ଛାଡ଼ିକି ଆସିକି ମୁଁ ଏଠି ଯେ ବାହାର ଦେଶର କାମ କରୁଛି। ଆଜି ମାନେ ମନେ ପଡ଼ିଲାକୁ ଏତେ ମୋତେ ମାନେ କାନ୍ଦ ଆଣୁଛି, ମୁଁ ନିଜ ଧାରଣା ବାହାରେ। ତ ଗାଇସ୍, ଆପଣମାନଙ୍କର ପୁଅ ଝିଅ ଭଲ ପାଠ ପଢ଼ାନ୍ତୁ, ଭଲ ସ୍କୁଲରେ ପାଠ ପଢ଼ାନ୍ତୁ। ମାନେ ତାଙ୍କୁ ମେସେଜ୍ ଦିଅନ୍ତୁନି ଯେ ଆମେ ଯେ କାମ କରୁଥିଲେ ଆମେ ସେଇ କାମ କରିବାନି। ମନ ଦେଇ ପାଠ ପଢ଼ିବା, ଭଲ ମଣିଷ ହେବା। ତ ଗାଇସ୍, ମୁଁ ଆଜି ଏତିକି କହିମି। ଜୟ ହିନ୍ଦ, ଜୟ ଭାରତ, ଭାରତ ମାତା କି ଜୟ।